ତେବେ ବନ୍ଧୁମାନେ ଆଜିର ମ୍ୟାଚ୍ରେ ଯାହା ଘଟିଲା ସେଥିରେ ସମସ୍ତେ ହେଲେ ହେରାନ। ନାମିବିଆ ଭାରତ ସାମ୍ନାରେ ପୁରା ଭାବେ ଭାଙ୍ଗି ପଡ଼ିଲା। ଟିମ୍ ଇଣ୍ଡିଆ ଏମିତି ଖେଳ ଦେଖାଇଲା ଯେ ସମସ୍ତେ କହୁଛନ୍ତି ଏହିଥର କପ୍ ଆମର। ତେବେ ଏହି ମ୍ୟାଚ୍ ଖେଳା ଯାଇଥିଲା ଆଇସିସି ଟୁର୍ଣ୍ଣାମେଣ୍ଟରେ। ଇଣ୍ଡିଆ ନ୍ୟାସନାଲ କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କଲା। ତେବେ ଭାରତର ଓପନର ମାନେ ବଢ଼ିଆ ବ୍ୟାଟିଂ କଲେ ଏବଂ ଭାରତର ମିଡିଲ ଅର୍ଡର ମଧ୍ୟ ଜବରଦସ୍ତ ସପୋର୍ଟ ଦେଲେ। ଶେଷରେ ଭାରତ 20 ଓଭରରେ 200+ ସ୍କୋର କଲା। ତାପରେ ଯେତେବେଳେ ନାମିବିଆ ଇଣ୍ଟରନ୍ୟାସନାଲ କ୍ରିକେଟ ଟିମ୍ ବ୍ୟାଟିଂ କରିବାକୁ ଆସିଲା ସେଠାରୁ ଆରମ୍ଭ ହେଲା ଭାରତୀୟ ବୋଲରମାନଙ୍କ ତୁଫାନ। ପାୱାର ପ୍ଲେରେ ହିଁ 2ଟି ୱିକେଟ୍ ଗଡ଼ିଗଲା। ନାମିବିଆର ବ୍ୟାଟ୍ସମ୍ୟାନ୍ ଚାପରେ ଆସିଗଲେ। ତେବେ ମ୍ୟାଚ୍ର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା 10ମ ଓଭର। ସେଠି ଭାରତର ସ୍ପିନର ଲଗାତାର ୱିକେଟ୍ ନେଇ ଚାଲିଲେ। ଏମିତିକା ୱିକେଟ୍ ଗଲା ଯେ ସମସ୍ତେ ପୁରା ଆଶ୍ଚର୍ଯ୍ୟଜନକ ହୋଇଗଲେ। ଏହାପରେ ମ୍ୟାଚ୍ ପୁରା ଭାବେ ଭାରତ ହାତରେ ଚାଲିଗଲା। ଭାରତର ଫିଲ୍ଡିଂ ମଧ୍ୟ ଜବରଦସ୍ତ ଥିଲା। ଗୋଟିଏ ସୁପର କ୍ୟାଚ୍ ଦେଖିବାକୁ ମିଳିଲା ଯିଏକି ବୁମ୍ରା ଧରିଥିଲେ। ଦର୍ଶକମାନେ ପୁରା ଆଶ୍ଚର୍ଯ୍ୟ ଏବଂ ଏକ୍ସାଇଟେଡ୍ ହୋଇଗଲେ। ତେବେ ଶେଷରେ ନାମିବିଆ ଟାର୍ଗେଟ ପୁରା କରିପାରିଲା ନାହିଁ। ଭାରତ ଏହି ମ୍ୟାଚ୍କୁ ଆରାମସେ ଜିତିନେଲା ଏବଂ ଏହି ବଡ଼ ବିଜୟ ସହିତ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଆହୁରି ଶକ୍ତିଶାଳୀ ସ୍ଥିତିରେ ପହଞ୍ଚିଗଲା। ତେବେ ଏବେ ପ୍ରଶ୍ନ ହେଉଛି ଏହି ଫର୍ମ ଜାରି ରହିଲେ କ'ଣ ଏହିଥର ବିଶ୍ୱକପ୍ ଜିତିପାରିବ ଭାରତ? ଏବଂ ସେହିପରି 15 ତାରିଖ ଦିନ ପୁରା ହାଇ ଭୋଲ୍ଟେଜ୍ ମ୍ୟାଚ୍ ଭାରତ ପାକିସ୍ତାନ ମ୍ୟାଚ୍। କ'ଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ପାକିସ୍ତାନର ବୋଲରମାନଙ୍କୁ ପିଟି ସାବାଡ଼ କରିପାରିବେ ନା ପାକିସ୍ତାନୀ କ୍ରିକେଟର ମାନେ ଭାରତୀୟ ଦଳ ଉପରେ ଭାରି ପଡ଼ିବେ? ଏବଂ ଆପଣଙ୍କ ମତାମତ କ'ଣ କମେଣ୍ଟରେ ଜଣାଇବେ ଏବଂ କମେଣ୍ଟରେ ଲେଖନ୍ତୁ ଇଣ୍ଡିଆ ଚାମ୍ପିଅନ୍। ତେବେ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ସେୟାର କରନ୍ତୁ। ଆଉ ଏମିତି କ୍ରିକେଟ ଅପଡେଟ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ରହିଲି, ଜୟ ଶ୍ରୀରାମ।